तो हाय सांगମାନେ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ବିନ୍ଦୁ ଇ ଏକାଡେମୀକୁ। ତ ଆଜି ଆପଣମାନଙ୍କ ପାଇଁ ଗୋଟେ ନେଇ ଆସିଛି ନ୍ୟୁ ଅପଡ଼େଟ୍ଟିଏ। ତ ସେଇଟା ହେଉଛି ଦେଖୁଥିବେ ଆଜି BSc, ଏଇଟା ହେଉଛି BSc ଓଡ଼ିଶା ଏଜୁକେସନ୍ର ଅଫିସିଆଲ୍ ୱେବସାଇଟ୍ଟା ହେଲା। ତ ଏଇଟାରେ ଦେଖନ୍ତୁ ଆମର OSSTT ବା OTT ରିଗାର୍ଡ଼ିଂ କିଛି ଏପର୍ଯ୍ୟନ୍ତ ଆସିନି। ତ ଯେତେବେଳେ ବି ଆସିବ ମୁଁ ଆପଣଙ୍କୁ ଜଣାଇଦେବି। ଆଉ ଗୋଟେ ହେଲା, ବହୁତ ପିଲା ତାମାନେ କ'ଣ କହିବି, CHTକୁ ନେଇକି ବା ତା'ର କେମିତି ଲିଷ୍ଟ ଆସିନି, କ'ଣ ରେସ୍ପନ୍ସ କି ଯେମିତି ଆସିନି, ସେଇଟାକୁ ନେଇକି ବହୁତ ପିଲା ଚିନ୍ତିତ ଅଛନ୍ତି। ତ ସେଇ ବିଷୟରେ ମୁଁ ଆଲୋଚନା କରିବି। ତ ମୁଁ କହି ରଖୁଛି, ଯେଉଁମାନେ ବି OTT ଦେବା ପାଇଁ ଚାହୁଁଛନ୍ତି ହେଲା, ଯେଉଁମାନେ ବି OTT ଦେବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏଥର ଆମେ ନେଇ ଆସୁଛୁ ହେଲା OTT ଏକ୍ସପର୍ଟ ସିରିଜ୍। OTT ଏକ୍ସପର୍ଟ ସିରିଜ୍ ହେଲା। ତ ମୁଁ ଆଉ ମୋର ଟିମ୍ ପୁରା ଆମେ OTT ଏକ୍ସପର୍ଟ ସିରିଜ୍ରେ ଲାଗିଯିବୁ। ଏଇଟାରେ ଆମେ ଥିଓରି ପ୍ଲସ୍ କ୍ୱେଶ୍ଚନ୍ ଆନ୍ସର୍ ଦୁଇଟା ଯାକ ଡିସ୍କସନ୍ ହେବ। ତ ଯେଉଁମାନେ ବି OTT କିମ୍ବା JT ପାଇଁ ପ୍ରିପେୟାର ହେଇଛନ୍ତି ସେଇମାନଙ୍କୁ ମୁଁ କହି ରଖୁଛି, ଆମ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଆପଣଙ୍କ ସାଙ୍ଗମାନଙ୍କ ପାଖକୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାଫଳରେ ସେମାନେ ବି ଭିଡ଼ିଓଟି ଦେଖିପାରିବେ ଆଉ ତାଙ୍କର ମଧ୍ୟ ଉପଯୁକ୍ତ କାମରେ ଆସିବ ହେଲା। ତ ତାପରେ ଆମେ ଆଜି କଥା ହେବା CHT ବିଷୟରେ ହେଲା। ତ CHTର ଯେଉଁ ଏବେ ବାହାରିଥିଲା ଆମର କ'ଣ ରେସ୍ପନ୍ସ କି, ସେଇଟାରେ କିଏ କେତୋଟି ଆଟେଣ୍ଡ କରିଛି, କିଏ କେଉଁଟା ଠିକ୍ କରିଛି ନା ଭୁଲ କରିଛି ସେଇଟା ଜଣାପଡ଼ିବ ନାହିଁ। ପ୍ଲସ୍ ତା ସହିତ ଗୋଟେ ଭୁଲ ଆନ୍ସର୍ ମଧ୍ୟ ଆସିଛି, ଯେଉଁଠାରେ ପିଲାମାନେ ସେଇଟାରେ କେମିତି ଚ୍ୟାଲେଞ୍ଜ କରିବେ ସେଥିପାଇଁ ଦ୍ୱନ୍ଦ୍ୱ ଅଛନ୍ତି। ତ ସେଇ ସବୁ ଗୁଡ଼ାକ ମୁଁ ବତେଇବି ହେଲା, ଟିକେ ୱେଟ୍ କରନ୍ତୁ। ତ ଫାଷ୍ଟ ଅଫ୍ ଅଲ୍ ମୁଁ ସମସ୍ତଙ୍କୁ କହିବି, ଯେଉଁମାନେ ବି CHT ଏକ୍ଜାମ୍ ଦେଇଥିଲେ ସେମାନଙ୍କ ଏବେକା ଯେଉଁମାନେ ବି OAVS ଦେବା ପାଇଁ ଯାଉଛନ୍ତି ସେମାନେ ଏବେ OAVS ପାଇଁ ପଢ଼ାପଢ଼ି କରନ୍ତୁ। CHTରେ ଜମା ଘାଣ୍ଟି ହୁଅନ୍ତୁ ନାହିଁ, ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ, କାରଣ CHT ପାଇଁ ଆପଣଙ୍କର OAVS ଏକ୍ଜାମ୍ ମଧ୍ୟ ଖରାପ ହେଇପାରେ ହେଲା, ମୁଁ କହି ରଖୁଛି। ତ ଆପଣମାନେ ନିଜର ପଢ଼ାପଢ଼ି OAVS ପାଇଁ କରନ୍ତୁ ଭଲ ଭାବରେ, କାହିଁକିନା ଏଥର ସେତିକି କମ୍ପିଟିସନ୍ ହେବ ନାହିଁ OAVSରେ। ତ ମୁଁ ଆଉ ଗୋଟେ କଥା କହି ରଖୁଛି, ଯେଉଁମାନେ ବି OSSTT ଦେଇଥିଲେ ତା'ର ଆନ୍ସର୍ କି କେବେ ଆସିବ, ମାନେ ଚ୍ୟାଲେଞ୍ଜ ଯେଉଁ କରିଛୁ ସେଇଟା ମାନେ ଆନ୍ସର୍ ଆମକୁ ମାନେ ଯେଉଁଟା ଆମେ କରିଥିଲୁ ଯେଉଁ କ୍ୱେଶ୍ଚନ୍ରେ ଚ୍ୟାଲେଞ୍ଜ, ସେଇଟା ଆମେ ମାର୍କ ପାଇବ ନା ନାହିଁ ସେଇଟା ମୁଁ ସବୁ କହିବି ଧୀରେ ଧୀରେ ଏଇ ଭିଡ଼ିଓରେ। ତ ମୁଁ ଗୋଟେ କଥା କହି ରଖୁଛି, ଯେଉଁମାନେ ବି OSSTT ଦେଇଥିଲେ କେତେଜଣ କ୍ୱାଲିଫାଏ ମାନେ ଆନ୍ସର୍ କି ଆସିଲା ପରେ କେତେ ଜଣଙ୍କର ହେଇନି, କେତେ ଜଣଙ୍କର 1 ମାର୍କ 2 ମାର୍କ କଟୁଛି। ତ ସେଇମାନେ ଚିନ୍ତା କରନ୍ତୁ ନା, ତାଙ୍କର 3ରୁ 7 ମାର୍କ ଗ୍ରେସ୍ ମାର୍କ ମିଳିଯିବ ଆପଣଙ୍କୁ ହେଲା, କାହିଁକିନା ସେଠି ଆନ୍ସର୍ ସିଟ୍ରେ ମଧ୍ୟ ଅଛି ପ୍ରାୟ ଆର୍ଟ୍ସ ପିଲାଙ୍କୁ 2-3 ମାର୍କ ମିଳିଯିବ ଗ୍ରେସ୍ ମାର୍କ, ଆଉ ସାଇନ୍ସ ପିଲାଙ୍କୁ ତ କହିଦେଇଥିଲି ମୁଁ ଆମର ପୂର୍ବ ଭିଡ଼ିଓରେ। ତ ସେଇ ହିସାବରେ ଆପଣମାନେ ନିଜର ପଢ଼ାପଢ଼ି ଷ୍ଟାର୍ଟ କରନ୍ତୁ। OTT ଆପଣଙ୍କର ଆସିଯିବ 10th ବୋର୍ଡ଼ର ଏକ୍ଜାମ୍ ପରେ। ତ ଆପଣମାନେ OTT ସିଲାବସ୍ ଆପଣଙ୍କ ସମସ୍ତଙ୍କ ପାଖରେ ଥିବ, ଯଦି ନାହିଁ BSc ଓଡ଼ିଶା ଅଫିସିଆଲ୍ ୱେବସାଇଟ୍କୁ ଯାଇକି ଆପଣମାନେ ଡାଉନଲୋଡ଼୍ କରି ନିଅନ୍ତୁ ହେଲା, ଡାଉନଲୋଡ଼୍ କରି ନିଅନ୍ତୁ ଆଉ ସେଇଟା ଗୋଟେ ପ୍ରିଣ୍ଟ କାଢ଼ିକି ରଖିଥାନ୍ତୁ ନିଜ ପାଖରେ, କାହିଁକିନା ମୋବାଇଲରେ ସବୁ ଜିନିଷ ରଖିକି ପଢ଼ିବା ଭଲ ନୁହଁ, ପାଖରେ ଟେକ୍ସଟ ଥିଲେ ଭଲ ଭାବରେ ପଢ଼ି ହୁଏ। ତ ଆଉ କ'ଣ କହିବି, ହଁ ଏବେ କହିବି ମୁଁ CHTର ରେସ୍ପନ୍ସ କି ବିଷୟରେ ହେଲା। ଯେଉଁମାନେ ବି CHTର ରେସ୍ପନ୍ସ କିରେ ଆମେ କେତେଟା ଆଟେଣ୍ଡ କରିଥିଲୁ, କେତେଟା ଠିକ୍ ଅଛି କେତେଟା ଭୁଲ ଅଛି ସେଇଟା ଜାଣିପାରୁନାହାନ୍ତି, ସେମାନଙ୍କ ପାଇଁ କହୁଛି। ତ ଆପଣମାନଙ୍କ ପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଗୋଟେ ଲିଷ୍ଟ ଆସିଯିବ, ଡ୍ରାଫ୍ଟ ଲିଷ୍ଟ, ଯାହାକି ସେଇମାନେ ସେଇଟା କେମିତି ବାହାର କରିବେ ସେଇମାନେ ହିଁ ଜାଣିଥିବେ। ମୁଁ ଭାବୁଛି ଏଇଥର ସେଇମାନେ ଯେଉଁ ନର୍ମାଲାଇଜେସନ୍ ପ୍ରୋସେସ୍ କହିଛନ୍ତି ସେଇଟା ବୋଧେ ସେମାନେ କରିକି ବାହାର କରିବେ, କାରଣ କିଛି ଜଣାପଡ଼ୁନି ସେ ତାଙ୍କ ବିଷୟରେ ସେମାନେ କ'ଣ କରିବେ କେମିତି କରିବେ, ବାହାର କରିବେ ଡ୍ରାଫ୍ଟ ଲିଷ୍ଟ ବାହାର କରିବେ ଏଇ ମାସ ଶେଷ ସୁଦ୍ଧା। ତ
ତ ଡ୍ରାଫ୍ଟ ଲିଷ୍ଟ ବାହାର କରିବା ପୂର୍ବରୁ ସେମାନେ ହୁଏତ ନର୍ମାଲାଇଜେସନ୍ ପ୍ରୋସେସଟା ଆପ୍ଲାଏ କରିଦେବେ ଯାହା ଜଣାପଡ଼ୁଛି। କାରଣ ନର୍ମାଲାଇଜେସନ୍ ପ୍ରୋସେସଟା କେତେବେଳେ ମାନେ କାଉଣ୍ଟ କରାହେବ, ଯେତେବେଳେ ଆମେ କୌଣସି ଗୋଟେ ଡ୍ରାଫ୍ଟ ଲିଷ୍ଟ ବାହାର କରିବା କିମ୍ବା କାହା ଗୋଟେ ମାର୍କ ଦେବା ଆଗରୁ ଆମେ ଦେଖିବା କିଏ କାହାର କେତେଟା ଠିକ୍ ହେଇଛି, କେତେଟା କିଏ ଆଟେଣ୍ଡ କରିଛି, କାହାର କେତେ ଭୁଲ ହେଇଛି, ସେହି ହିସାବରେ ସେମାନେ ନର୍ମାଲାଇଜେସନ୍ କରିବେ ନା। ତ ସେଇ ହିସାବରେ ମୁଁ ଭାବୁଛି ଡ୍ରାଫ୍ଟ ଲିଷ୍ଟ ବାହାର କରିବା ପୂର୍ବରୁ ସେମାନେ ସେଇଥିରେ ନର୍ମାଲାଇଜେସନ୍ ପ୍ରୋସେସଟା ଆଡ଼୍ କରିଦେବେ। ଆଉ ରହିଲା କଟଅଫ୍ କଥା ହେଲା, ତ କଟଅଫ୍ କଥା ତ ମୁଁ ଆପଣଙ୍କୁ ସିଧା ସିଧା କହିବି, କାହିଁକିନା ମୁଁ ଦେଖୁଛି ୟୁଟ୍ୟୁବ୍ ଚ୍ୟାନେଲ୍ ଗୁଡ଼ାକରେ ବହୁତ ଗୁଡ଼ାଏ ୟୁଟ୍ୟୁବ୍ ଚ୍ୟାନେଲ୍ କହୁଛନ୍ତି କି କିଏ କହୁଛି 100 କଟଅଫ୍ ଯିବ, କିଏ କହୁଛି 90 ଯିବ, କିଏ କହୁଛି 60 ଯିବ, 70 ଯିବ। ମୁଁ ସେମିତି କହିବିନି, ମୋର ଯାହା ଆକ୍ୟୁରେସି ଅଛି ମୁଁ ସେଇ ହିସାବରେ ଆପଣଙ୍କୁ କହିବି, ମୋର ଯାହା ଏକ୍ସପିରିଏନ୍ସ ଅଛି ମୁଁ ସେଇ ହିସାବରେ କହିବି। ତ ମୋତେ ଯାହା ଲାଗୁଛି ଆପଣଙ୍କର କଟଅଫ୍ଟା ଯିବ ଯେଉଁ ଜେନେରାଲ୍ ବାଲାଙ୍କ ପାଇଁ CBZରେ ହେଲା, ତ ତାଙ୍କ ପାଇଁ କଟଅଫ୍ଟା ଯିବ 80 ହେଲା, ଜେନେରାଲ୍ ବାଲାଙ୍କ ପାଇଁ 80। କାହିଁକି ନା ସିଫ୍ଟ ଇଜି ଥିଲା ହେଲା, ସମସ୍ତେ ସେଇ ହିସାବରେ 100ରୁ 120ଟା କିଏ ତ 120ରୁ ପାର କରିଦେଇଛନ୍ତି। ତ କମନଲି ସମସ୍ତଙ୍କର 60ଟା ଖଣ୍ଡେ ଠିକ୍ ହେବ, ଏଇଟା ତ ଜାଣିବା କଥା ହେଲା। ତ 60ରୁ ନେକ୍ସଟ ଯେଉଁମାନେ ପଢ଼ିଥିବେ ଭଲ ଭାବରେ ସେମାନଙ୍କର ତ ଆହୁରି ମଧ୍ୟ ଠିକ୍ ଥିବ, 30ଟା 40ଟା ଠିକ୍ ଥିବ। ପ୍ରାୟ ସମସ୍ତଙ୍କର 80ରୁ 90 ଭିତରେ ଆପଣଙ୍କର ଜେନେରାଲ୍ କଟଅଫ୍ଟା ଯିବ ହେଲା। ମୁଁ ଲେଖିଦେଉଛି 80ରୁ 90 ହେଲା, 80ରୁ 90 ଆପଣଙ୍କର ଜେନେରାଲ୍ କଟଅଫ୍। ସେମିତି PCM ପାଇଁ ମଧ୍ୟ ସେଇ 80ରୁ 90 ଏକା ଧରିକି ଚାଲନ୍ତୁ ହେଲା। କିନ୍ତୁ ଆର୍ଟ୍ସ ମାନଙ୍କ ପାଇଁ ସମସ୍ତଙ୍କୁ ଚିନ୍ତା ଲାଗିଛି ଯେ ଆମେ କେତେ ମାର୍କ ଆଣିଲେ ଆମର ଯେଉଁ CHT ସିଟ୍ଟା ସେଇଟା ସିକ୍ୟୋର କରି ରଖିପାରିବୁ। ତ ଆର୍ଟ୍ସ ପିଲାଙ୍କ ପାଇଁ ମୁଁ କହୁଛି, ଆର୍ଟ୍ସ ପିଲାଙ୍କର କ୍ୱେଶ୍ଚନ୍ ଯାହା ମୁଁ ଆନାଲିସିସ୍ କରିକି ଜାଣିଛି, ମାନେ 3ଟି ଫେଜ୍ରେ ଯେଉଁ ଏକ୍ଜାମ୍ ହେଇଥିଲା 8, 9, 10 ସବୁ ସିଫ୍ଟ ଆପଣଙ୍କର ଇଜି ଥିଲା, ଇଜି ଟୁ ମଡରେଟ୍। କେଉଁଠି ତାମାନେ ଟିକେ ମଡରେଟ୍ ଥିଲା କହିବେ ମାନେ ସମସ୍ତ ତ ମାନେ ସବୁ ଯାକ ତ ଇଜି କହିଦେଲେ ହେବନି, କେଉଁଠି ଟିକେ ମଡରେଟ୍ ଥିଲା। ତ ସେଇ ହିସାବରେ ପିଲାମାନେ ଯାହା କହୁଥିଲେ ବା ମୁଁ ଯାହା ଆନାଲିସିସ୍ କରିଛି, ତ 70ଟା ସମସ୍ତଙ୍କ ପ୍ରାୟ ଠିକ୍ ହେବ ହେଲା, 70। ତ ଆପଣମାନେ ଭାବି ପାରୁଥିବେ ମାନେ କେତେ ଇଜି କ୍ୱେଶ୍ଚନ୍ ଆସିଥିଲା। ତ ସେଇ ହିସାବରେ ମୁଁ ଆପଣଙ୍କୁ କହିବି, ଯେଉଁମାନଙ୍କର ଆରଥର ଯାଇଥିଲା କଟଅଫ୍ ଦେଖିଥିବେ ଆପଣମାନେ 72, 73, 74 ଏମିତି କେତେ ଯାଇଥିଲା ହେଲା, 72 ନା 73 ଏମିତି ଯାଇଥିଲା। ତ ସେଇ ହିସାବରେ ଏଇଥରକ ମୁଁ ଖାସ୍ ଏଇଥରକ କହୁଛି ଆପଣଙ୍କର କଟଅଫ୍ ଯିବ ଆର୍ଟ୍ସ ପିଲାଙ୍କର 90 ହେଲା, 85ରୁ 90 ଯିବ। ସେହି ହିସାବରେ ତାର 10 ମାର୍କ କମ୍ କରିଦେଲେ ବା 7-8 ମାର୍କ କମ୍ ଦେଲେ OBC, ତାର 3-4 ମାର୍କ କମ୍ କରିଦେଲେ SC, ତାର ଯଦି ଆମେ 5-6 ମାର୍କ କମ୍ କରିଦେବା ତାହେଲେ ST ହେଲା। ତ ଏମିତି ହିସାବରେ ଆମର ଯଦି ଆମେ ଦେଖିବା ଯିଏ କ'ଣ 50 ପାଉଛି ST ପିଲାଟେ ସେ ମଧ୍ୟ ଜବ୍ ପାଇବ ଏଥର। କାହିଁକି ନା ପ୍ରବଳ ସିଟ୍ ଅଛି ହେଲା, ଆର୍ଟ୍ସରେ ପ୍ରବଳ ସିଟ୍, 1600 ନା 1800ଟା ସିଟ୍ ଅଛି ହେଲା। ତ ସେଇ ହିସାବରେ ଆପଣମାନେ ନିଜର ଡକୁମେଣ୍ଟ ଗୁଡ଼ାକ ସବୁ ରେଡ଼ି କରି ରଖିଥାନ୍ତୁ, କାହିଁକି ନା ଡକୁମେଣ୍ଟ ଭେରିଫିକେସନ୍ ହେଉଛି ଇମ୍ପୋର୍ଟାଣ୍ଟ। ତ ଯେତେବେଳେ ବି ଡକୁମେଣ୍ଟ ଭେରିଫିକେସନ୍ ହେବ ଆପଣଙ୍କ ପାଖରେ ଯେମିତି ସବୁ ଡକୁମେଣ୍ଟ ଠିକ୍ ଥିବ ହେଲା, ନହେଲେ ସେତେବେଳେ ଆପଣ କହିବେ ପୁଣି ମୋ ପାଖରେ ଏଇ ଡକୁମେଣ୍ଟଟା ନାହିଁ, ଯଦି ମୁଁ ଏଇ ଡକୁମେଣ୍ଟଟା ଆଣିଥାନ୍ତି ତାହେଲେ ମୋର CHTର ଯେଉଁ ସିଟ୍ଟା ମୁଁ ଆଶା କରିଥିଲି ସେଇଟା ପାଇଯିବି। ତ ସେମିତି ଭୁଲ କରନ୍ତୁ ନାହିଁ, କାରଣ ଡକୁମେଣ୍ଟ ଭେରିଫିକେସନ୍ ଆପଣଙ୍କର କେଉଁ ସମୟରେ ହେବ ମୁଁ ବି କହିପାରିବିନି, ସେଇଟା DSC ଓଡ଼ିଶା ଜାଣିଥିବ। କାହିଁକି ନା ପୂର୍ବଥର ଏମିତି ହେଇଥିଲା, ରାତିରେ ନୋଟିସ୍ ଆସିଥିଲା, ତାହାର ମାନେ ପରଦିନ ଥିଲା ଭେରିଫିକେସନ୍। ତ ସେଇ ହିସାବରେ ଆପଣମାନେ ନିଜର ଡକୁମେଣ୍ଟ ସବୁ ରେଡ଼ି କରିଦିଅନ୍ତୁ ହେଲା, ରେଡ଼ି କରିକି ରଖିଥାନ୍ତୁ। ଯେଉଁଦିନ ବି ନୋଟିସ୍ ଆସିବ ଆପଣମାନଙ୍କୁ ମୁଁ ଜଣେଇଦେବି ହେଲା। ତ ଆଉ ଆପଣମାନେ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଯେଉଁମାନେ OAVS ପାଇଁ ପଢ଼ାପଢ଼ି କରୁଛନ୍ତି ସେମାନେ ଭଲ ଭାବରେ ପଢ଼ାପଢ଼ି କରନ୍ତୁ। ଯେଉଁମାନେ OTT ଦେବା ପାଇଁ ଚାହୁଁଛନ୍ତି ସେମାନେ ଆମ ସହିତ ଯୋଡ଼ି ହୋଇଥାନ୍ତୁ, କାରଣ ଆମେ ବହୁତ ଶୀଘ୍ର ଏକ୍ସପର୍ଟ ସିରି ଜାଣୁଛୁ ହେଲା। ତ ଆଉ କ'ଣ କହିବି, ଆଉ ଗୋଟେ କଥା କହିବି, ଯେଉଁମାନେ ବି କରପ୍ସନ୍ ହେଇଛି ବୋଲି କହୁଛନ୍ତି ବା ଶୁଣୁଛନ୍ତି, ସେଇଟା ତ ମୁଁ କେତେ ଦୂର ସତ୍ୟ ମୁଁ ଜାଣିନି,
କିନ୍ତୁ ଏବେ ଦେଖୁଥିବେ ପ୍ରାୟ ଓଡ଼ିଶାର ସବୁ କ୍ଷେତ୍ରରେ କରପସନ୍ ହେଉଛି ହେଲା। ତ ଏଇଥିରେ ମଧ୍ୟ ହୋଇନଥିବ, ମୁଁ ତ ସେଇଟା କହିବିନି, ଆପଣମାନେ ଜାଣୁଥିବେ ହେଇଛି ନା ନାହିଁ ହେଲା। ମୁଁ ଜଣେ ସାଧାରଣ ମଣିଷ ଆପଣଙ୍କ ଭଳିଆ, ତ ଆଉ କ'ଣ କହିବି। ତ ଯେଉଁମାନେ ବି ପଢ଼ୁଛନ୍ତି ସମସ୍ତେ ଏହିପରି ଭାବରେ ପଢ଼ନ୍ତୁ ଯେମିତି ମୁଁ ଅନରିଜର୍ଭରେ ଆସିବି ହେଲା। କାହିଁକି ନା ଯଦି ଆପଣ ଅନରିଜର୍ଭରେ ଆସୁଛନ୍ତି ଆପଣଙ୍କର କଟିବାର ଚାନ୍ସ ନାହିଁ ହେଲା। ବୁଝିପାରିଲେ ତ ମୁଁ କ'ଣ କହୁଛି? ଯଦି ଆପଣ ଅନରିଜର୍ଭରେ ଆସୁଛନ୍ତି, ମନେକର ଆପଣ ଦେଉଛନ୍ତି 150 ମାର୍କ ଏକ୍ଜାମ୍, ଆପଣଙ୍କର ଏକ୍ଜାମ୍ 150 ମାର୍କ, ଯଦି ଆପଣ ରହୁଛନ୍ତି 110, ଆପଣଙ୍କର ଜେନେରାଲ୍ କଟ୍ ଅଫ୍ ଯାଇଛି ବା ଅନରିଜର୍ଭ କଟ୍ ଅଫ୍ ଯାଇଛି 90, ତ ଆପଣ ଅନରିଜର୍ଭରେ ଆସିବେ। ଯଦି ଆପଣ ରଖୁଛନ୍ତି 60 70, ତ ଆପଣଙ୍କର ଯେଉଁ କ୍ୟାଟେଗୋରୀ ହେଇଥିବ ସେଇ କ୍ୟାଟେଗୋରୀରେ ଆସିବେ। ତ ଯେତେବେଳେ ବି ଆପଣ ଅନରିଜର୍ଭରେ ଆସିବେ ନିଜକୁ ଗୋଟେ ପ୍ରାଉଡ଼୍ ଫିଲ୍ ହେବ ଯେ ନା ମୁଁ ମୋର ଯେଉଁ କ୍ୟାଟେଗୋରୀ ଥିଲା ତାଠୁ ଉପରେ ଯେଉଁଟା ଥିଲା ଅନରିଜର୍ଭରେ ମୁଁ ବିଲଙ୍ଗସ୍ କରୁଛି। ତ ସେଇ ହିସାବରେ ସଦାବେଳେ ପଢ଼ିବା ପାଇଁ ଆପଣ ଚେଷ୍ଟା କରନ୍ତୁ, କାହିଁକି ନା ଏବେ କମ୍ପିଟିସନ୍ ବଢ଼ିଯାଇଛି। ତ ଆପଣମାନେ ଯେଉଁମାନେ ବି ରେସ୍ପନ୍ସ କିକୁ ନେଇକି ଦ୍ୱନ୍ଦ୍ୱରେ ଥିଲେ ସେମାନଙ୍କ ପାଇଁ ମୁଁ ଖାସ୍ এই ଭିଡ଼ିଓଟି ତିଆରି କରିଛି। ତ ଯେଉଁମାନେ ବି ଭାବୁଛନ୍ତି ଯେ କରପସନ୍ ହେଇଛି, 8 ଲକ୍ଷ 10 ଲକ୍ଷ ଗୋଟେ ସିଟ୍ ପାଇଁ ବିକ୍ରି ହେଇଛି, ସେଇଟା ତ ମୁଁ କହିବିନି, ସେଇଟା ଆପଣମାନେ ଜାଣୁଥିବେ କେମିତି କ'ଣ ହେଇଛି, କାରଣ ତା'ର ପ୍ରୁଫ୍ ମୋ ପାଖରେ ନାହିଁ। ଆଉ ମୁଁ କେବେ ମୋ ଚ୍ୟାନେଲ୍ରେ ମୁଁ ମୋର ଯେଉଁ ପ୍ରିୟ ଭାଇ ଭଉଣୀ ଗୁଡ଼ାକ ଅଛନ୍ତି ତାଙ୍କୁ ମୁଁ କେବେ ମିଛ କଥା କହିବାକୁ ଚାହୁଁନି।